ରାଶିର ବନ୍ଧୁଗଣ କେହି ଜଣେ ଆପଣଙ୍କ ଦ୍ୱାର ପାଖରେ କଳା ଯାଦୁ କରୁଛି। ଏହି ବ୍ୟକ୍ତିଙ୍କ ପକ୍ଷରୁ ଆପଣଙ୍କୁ ଏକ ଶେଷ ଆନ୍ତରିକ ଅନୁରୋଧ କରୁଛି। ଆଜି ଏହି ବ୍ୟକ୍ତିଙ୍କ ପରିଚୟ ଜାଣିବା ପରେ ଆପଣ ସେମାନଙ୍କ ସହିତ ସମସ୍ତ ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ଛିନ୍ନ କରିବାକୁ ପଡ଼ିବ, ନଚେତ୍ ଏହା ଆପଣଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ପ୍ରମାଣିତ ହେବ। ଆଜି ଗୁରୁଜୀ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛନ୍ତି ସେ ଜଣେ ବାହାର ଲୋକ ନୁହନ୍ତି, ବରଂ ଆପଣଙ୍କ ନିଜ ଘରର ଜଣେ, ଯାହାକୁ ଆପଣ ଆପଣଙ୍କ ହୃଦୟର ବହୁତ ନିକଟତର ମନେ କରନ୍ତି। ଆପଣ ସେମାନଙ୍କ ସାହାଯ୍ୟ ବିନା ନିଜକୁ ଅସ୍ଥିର ଅନୁଭବ କରନ୍ତି ଏବଂ ସେମାନଙ୍କ ସହିତ କଥା ନହେବା ପର୍ଯ୍ୟନ୍ତ କୌଣସି ଶାନ୍ତି ପାଆନ୍ତି ନାହିଁ। ଯେତେବେଳେ ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଯାଉଛନ୍ତି ଆପଣ ସର୍ବଦା ସେମାନଙ୍କର ପରାମର୍ଶ ଲୋଡ଼ନ୍ତି। ଯେତେବେଳେ ଆପଣ ଆପଣଙ୍କର ଖାଲି ସମୟରେ ଅସୁବିଧା କିମ୍ବା ଏକାକୀ ଅନୁଭବ କରନ୍ତି ଆପଣ ଏହି ବ୍ୟକ୍ତିଙ୍କ ସହିତ କଥା ହୋଇ ଆପଣଙ୍କ ହୃଦୟର ଭାର ମୁକ୍ତ କରନ୍ତି। ତଥାପି କଥାବାର୍ତ୍ତା ଅନୁସାରେ ଭାଗ୍ୟର ଚକ ଘୂର୍ଣ୍ଣନ କରେ ଏବଂ କେତେକ ସମୟରେ ଆମର ନିକଟତମ ଲୋକଙ୍କ ହୃଦୟରେ ମଧ୍ୟ ଫାଟ ସୃଷ୍ଟି ହୋଇପାରେ। ଯେଉଁ ବ୍ୟକ୍ତି ଥରେ ଆପଣଙ୍କର ନିକଟତମ ଥିଲେ ସେ ଏବେ ଆପଣଙ୍କର ସବୁଠାରୁ ବଡ଼ ବିଶ୍ୱାସଘାତକ ହେବାକୁ ପ୍ରସ୍ତୁତ। ଏବଂ ବିଶ୍ୱାସ କରନ୍ତୁ, ଏହା ସାମ୍ପ୍ରତିକ ଘଟଣା ନୁହେଁ। ଗତ 9 ମାସ ଧରି ସେମାନେ ତୁମ ଉପରେ ସତର୍କ ନଜର ରଖିଛନ୍ତି। ତୁମେ ସେମାନଙ୍କ ଉପରେ ତୁମର ଅନ୍ଧ ବିଶ୍ୱାସ ରଖ। ସେହି ବିଶ୍ୱାସର ଫାଇଦା ଉଠାଇ ସେମାନେ ତୁମର ଦ୍ୱାର ଦେଶରେ କଳା ଯାଦୁ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା ତୁମର ପ୍ରଗତିକୁ ବାଧା ଦେବ ଏବଂ ତୁମର ସଫଳତାକୁ ବାନ୍ଧିବା ପାଇଁ ଉଦ୍ଦିଷ୍ଟ। ନିକଟ ଅତୀତରେ ତୁମେ ନିଶ୍ଚିତ ଭାବରେ ଏକ ପୁନରାବୃତ୍ତିମୂଳକ ଧାରା ଲକ୍ଷ୍ୟ କରିଥିବ। ବାରମ୍ବାର ଜାଣିଶୁଣି ହେଉ କିମ୍ବା ଅନିଚ୍ଛାକୃତ ଭାବରେ ଯେଉଁ ବ୍ୟକ୍ତିମାନଙ୍କ ଉପରେ ତୁମେ ତୁମର ଅନ୍ଧବିଶ୍ୱାସ ରଖିଥିଲ ସେମାନେ ତୁମର ଭାବନାକୁ ଆଘାତ ଦେଇଛନ୍ତି। ଅନେକ ଥର ଏହା ତୁମକୁ ଗଭୀର ଭାବରେ ଆଘାତ ଦେଇଥିଲା, ତୁମର ହୃଦୟ ଭାଙ୍ଗି ଯାଇଥିଲା ଏବଂ ତୁମେ ଏହି ସ୍ପଷ୍ଟ ଅନୁଭବ ସହିତ ରହିଥିଲ ଯେ ପ୍ରକୃତରେ ନିଜର ବୋଲି କିଛି ନାହିଁ। ତଥାପି ତୁମର ଆତ୍ମା ପବିତ୍ର ଏବଂ ନିର୍ଦ୍ଦୋଷ ରହିଥାଏ। ତୁମେ ଅନ୍ୟମାନଙ୍କ ଉପରେ ଭରସା କରିବାକୁ ଶୀଘ୍ର ଯାଉଛ। ଯଦି କେହି ତୁମ ସହିତ କିଛି ମିଠା ସ୍ନେହପୂର୍ଣ୍ଣ ଶବ୍ଦରେ କଥା ହୁଏ ତେବେ ତୁମେ ତୁରନ୍ତ ତୁମର ହୃଦୟ ସେମାନଙ୍କୁ ଦେଇଦିଅ। ତୁମେ ସେମାନଙ୍କ ପାଇଁ ତୁମର ଜୀବନ ମଧ୍ୟ ବଳିଦାନ ଦେବ। ଏହା କାରଣ ତୁମେ ଏକ ପବିତ୍ର ହୃଦୟ ସହିତ ଜଣେ ସଦ୍ଗୁଣ ବ୍ୟକ୍ତି। ତଥାପି ଏହାର କୌଣସି ଗ୍ୟାରେଣ୍ଟି ନାହିଁ ଯେ ଅନ୍ୟ ସମସ୍ତେ ତୁମ ପରି ସମାନ ସ୍ୱଭାବର ଅଧିକାରୀ। ତେଣୁ ତୁମକୁ ଏବେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏବେ ତୁମ ଉପରେ ଯେଉଁ ବିପଦ ମାଡ଼ି ଆସୁଛି ଏବଂ ମୁଁ ତୁମକୁ ଏହି ଚେତାବନୀକୁ ଧ୍ୟାନ ଦେବାକୁ ଅନୁରୋଧ କରୁଛି, ଏହା କୌଣସି ବାହାର ଲୋକଠାରୁ ନୁହେଁ ବରଂ ଭିତରୁ ଆସିଛି। ଏହି ବିପଦ ତୁମେ ନିଜର ବୋଲି ଭାବୁଥିବା ବ୍ୟକ୍ତିଙ୍କ ଠାରୁ ଆସିଛି ଏବଂ ସେହି ବିଶ୍ୱାସଘାତକ ତୁମ ଜୀବନରେ ଧ୍ୱଂସ ଘଟାଇବାକୁ ଲାଗି ପଡ଼ିଛି। ଯଦି ତୁମେ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଟିକେ ସମୟ ନିଅ ତେବେ ତୁମେ ତାଙ୍କର ନାମ ଜାଣିପାରିବ। ତୁମେ ତାଙ୍କ ପରିଚୟ ବିଷୟରେ ସମ୍ପୂର୍ଣ୍ଣ ଅନ୍ତର୍ଦୃଷ୍ଟି ପାଇବ। ତଥାପି ଯଦି ତୁମେ ଏହି ଭିଡିଓକୁ ଅଣଦେଖା କର ତେବେ ତୁମେ ପରେ ଗଭୀର ଭାବରେ ଅନୁତାପ କରିବ। ଆଜିର ଭିଡିଓରେ ଆମେ ତୁମର କିଛି ଭୁଲ ମଧ୍ୟ ଦର୍ଶାଇବୁ, ବିଶେଷ କରି ତୁମେ ପ୍ରତ୍ୟେକ ଦିନ କରୁଥିବା ଭୁଲ। ଏହି ଭୁଲ ଗୁଡ଼ିକ ଅନ୍ୟମାନଙ୍କୁ ତୁମର ଦୁର୍ବଳତାକୁ ଶୋଷଣ କରିବାକୁ ଅନୁମତି ଦିଏ। କାହିଁକି ତୁମର ଗ୍ରହ ସଂରଚନା ପ୍ରତିକୂଳ ହେଉଛି ଏବଂ ତୁମର ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହେଉଛି ତାହାର କାରଣ ତୁମର ନିୟନ୍ତ୍ରଣରେ ଥିବା ପୁରସ୍କାର ଅନ୍ୟମାନଙ୍କ ହାତକୁ ଖସି ଯାଉଛି। ତୁମେ ବାରମ୍ବାର କରୁଥିବା ଏହି ଭୁଲ ଗୁଡ଼ିକ କ'ଣ? ଯଦି ତୁମେ ସବୁକିଛି ଜାଣିବାକୁ ଚାହୁଁଛ ତେବେ ଏହି ବାର୍ତ୍ତାକୁ ଅତ୍ୟନ୍ତ ଧ୍ୟାନର ସହିତ ଶୁଣ ଏବଂ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖ।
प्रथम एवं सर्वोपरि एठारे उपस्थित थिबा भोलानाथंकर समस्त सच्चा भक्त माने प्रथमे भिडियोटी को लाइक करी सच्चा हृदय रे कमेंट बॉक्स रे हर हर महादेव लिखंतु। आज आपणकर एक प्रमुख कार्य जहा दीर्घ समय धरी अटकी रहिछि शेषरे सफल हेब। आपण सर्वदा खोला हृदय रे समस्तंकु आलिंगन करिछंती एवं जेतेबेले सेमानंकर आवश्यकता थिला सेतेबेले सेमानंकु समर्थन करिछंती। जेतेबेले आर्थिक सहायता प्रदान करिवार समय आसिला, जेतेबेले आपणंक पाखरे पांठीर अभाव थिला सेतेबेले आपण निजर आवश्यकताकु दमन करिथिले, कोनोसी प्रकारे टंका व्यवस्था करिवारे सफल होइथिले एवं आपणंकर प्रियजनकु ऋण देइथिले। तथापि जेतेबेले परिस्थिति बदली जाए, जेतेबेले आपणंक घरे किंबा पारिवारिक जीवन रे समस्या आसे किंबा जेतेबेले आपणंकर व्यक्तिगत जगत रे समस्या आसे सेतेबेले केही आपणंकु समर्थन करंती नाही। काहेकि केही आपणंक पाखरे ठिया हुअंती नाही काहेकि एहा पछरे एक गुरुत्वपूर्ण कारण अछि। समस्ते केवल निजर सुरक्षा एवं निरंतर आर्थिक लाभ सुनिश्चित करबाकू चाहती। समस्ते निज जीवन रे आगको बढ़िबा पई आपणंकु एक पाहाच भाबरे व्यवहार करबाकू चाहती, किंतु वर्तमान आपणंकु आपणंकर निजर निरीह स्वभाव विषय गभीर बुझिबा आवश्यक एवं अनुभव करबाकू पड़िबो जे एही निरीहता माध्यमरे आपण किपरि अजाणतरे आपणक निज जीवन को विपदरे पकाई देउछंती। किछि लोक अछंती जो माने पृष्ठरे संपूर्ण निर्बोध देखा जांती, जो माने निरंतर आपणकर कार्य उपरे प्रशंसा करंती। जेतेबेले आपण कथा हुअंती किंबा काम करंती से माने आपणकु उत्साहर सहित प्रशंसा करंती। यह प्राय एपरि मने हुए जेपरि से माने केवल आपणकु चाटुकार करूछंती। तथापि चाणक्य नीति रे आचार्य चाणक्य कहिछंती जे जी प्रत्येक समय आपणकर प्रशंसा करे, जी आपणकर कार्य को प्रमाणित करे एवं प्रत्येक परिस्थिति रे आपणकु ठीक बोली विवेचना करे से केबे भी प्रकृत रे आपणकर शुभेच्छु किंबा हितैषी होई परिबो नाही। कारण जने प्रकृत सहयोगी हेउछि जी आमर त्रुटि पाई आमको भर्त्सना करे, जी आमर भूल कले आमको संशोधन करे एवं जी आमको अनुभव कराए तुमे एहा भूल करूछ, जदिओ एहा आमर भावना को आघात करे। एपरि व्यक्ति अपराध घटाइबा पाई चिंतित नथांती, कारण सेमानंकर एकमात्र एवं संपूर्ण इच्छा आमर कल्याण पाई। एही उद्देश्य ही सेमानंको आम सहित बांधी रखे। आमे सेमानंक उपरे क्रोधित होई पारू, किंतु सेमाने केबे भी आम प्रति क्रोध रखंती नाही। विपरीत भावरे आपणक जीवन रे किछि लोक अछंती जेउ माने चाटुकार करंती, किंतु जेतेबेले आपण सेमानंकर दोष देखाइबे, सेमानंकु परामर्श देबे किंबा सेमानंकु कठोर शब्द कहिबे, सेमाने मुहूर्तक मध्यरे आपणक सहित संपर्क छिन्न करिबाकू प्रस्तुत होई जांती। गोटिए मुहूर्त रे सेमाने आपणक ठारू संपूर्ण दूरे जिबे। आपणकु एपरि लोकंक ठारू अत्यंत सतर्क रहिबाकू पड़िबो, कारण एही दुनिया सेही लोकमानंक सहित परिपूर्ण जो माने आपणकु तळकु टाणी आनिबाकू बसी रहिछंती। केवल जणे अछंती जे आपणकु रक्षा करिवे एवं जेपरि आपण निजे बहुत भल भाबरे जानती। आपणकर चारि पाखरे मूल्यवान किछि लोक अछंती जो माने प्रकृत रे आपणकु सफल देखिबाकू चाहंती। प्रायतः बंधुतार क्षेत्र रे मध्य जणे बंधु आपणक सहित विश्वासघातकता करि पारे केवल निजर स्वार्थ पूरण करिबा पई आपणकु संदेह रे रखी एवं जेतेबेले पारिवारिक संपर्क कथा आसे आपण सेठारे प्रतारणार सम्मुखीन होई पारंती। एपरिकी आपणक निज संपर्कीय माने आपणक पाखरे ठिया हेबारे विफल होई पारंती। मु तुम सहित दुईटी गुरुत्वपूर्ण विषय बांटिबाकू चाहूछि। तुमे जेउ मानक सहित काम करूछ सेमाने प्रायतः सेमानंकर स्वार्थ पूरण करिबा पई तुमर दक्षतार अपव्यवहार करंती। एही प्रक्रिया रे तुमको पछरे पकाई दियंती। जेतेबेले तुमे शेषरे एसबुरु क्लांत होई जाओ तुमर परमेश्वरंक पई केवल गोटिए प्रश्न रही जाए, एही दुनिया रे लोक माने एते स्वार्थपर काहेकि?
ସେମାନେ ଏତେ ଆତ୍ମକେନ୍ଦ୍ରିତ କାହିଁକି? ମୁଁ ସବୁବେଳେ ସମସ୍ତଙ୍କ ସହିତ ଭଲ କରିଛି, ତେବେ ମୋ ସହିତ ଏହା କାହିଁକି ଘଟୁଛି? ଏହାର ପ୍ରାଥମିକ ଉତ୍ତର ତୁମେ କରୁଥିବା କିଛି ଭୁଲରେ ରହିଛି। ଏହି ଭୁଲ ଗୁଡ଼ିକ କ'ଣ? ଏହି ଭୁଲ ଗୁଡ଼ିକ ହେଉଛି ତୁମର ଶତ୍ରୁମାନେ ବାରମ୍ବାର ତୁମକୁ ପରାସ୍ତ କରିବାର କାରଣ। ଅନ୍ୟମାନେ ତୁମଠାରୁ କାହିଁକି ଆଗେଇ ଯାଉଛନ୍ତି ଏବଂ ତୁମେ ତୁମର ଲକ୍ଷ୍ୟ ହାସଲ କରିବାରେ କାହିଁକି ପଛରେ ପଡ଼ିଯାଉଛ? ଗୁରୁଜୀ ଏବେ ତୁମ ପାଇଁ ଏହି ଭୁଲ ଗୁଡ଼ିକୁ ଗୋଟିଏ ଗୋଟିଏ କରି ରୂପରେଖ ଦେବାକୁ ଚାହାନ୍ତି। ତୁମେ ଏହି ବିନ୍ଦୁ ଗୁଡ଼ିକୁ ଅତ୍ୟନ୍ତ ଧ୍ୟାନର ସହିତ ଶୁଣିବା ଉଚିତ ଏବଂ ପ୍ରତ୍ୟେକଟିକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବା ଉଚିତ, କାରଣ ଏହି ମାର୍ଗଦର୍ଶନ ମାଧ୍ୟମରେ ଗୁରୁଜୀ ତୁମକୁ ଚେତାବନୀ ଦେବାକୁ ଚାହୁଁଛନ୍ତି। ଯଦି ତୁମେ ଏହି ସମାନ ଭୁଲ କରିବାକୁ ଲାଗି ରୁହ, ତେବେ ତୁମ ଜୀବନରେ ସର୍ବଦା ଅନ୍ୟମାନଙ୍କ ଠାରୁ ତୁମେ ପଛରେ ରହିବ ଏବଂ ସେମାନେ ତୁମର ଲାଭ ଉଠାଇବେ। ପ୍ରଥମ ଭୁଲ ହେଉଛି ଏହା ଧରିବା ଯେ ସମସ୍ତେ ତୁମର ନିଜର। ଏହି ଦୁନିଆର ଲୋକମାନେ ଚତୁର ଏବଂ ସ୍ୱାର୍ଥପର। ତୁମେ ବାରମ୍ବାର ସେମାନଙ୍କ ଉପରେ ବିଶ୍ୱାସ ରଖ, କିନ୍ତୁ ପ୍ରତିବଦଳରେ ବିଶ୍ୱାସଘାତକତା ପାଅ। ଉଦାହରଣ ସ୍ୱରୂପ, ତୁମେ କାହାକୁ ସେମାନଙ୍କର ଆବଶ୍ୟକତା ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲ, ହୁଏତ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଇଥିଲ। ପରେ ସେହି ବ୍ୟକ୍ତି ତୁମର ଟଙ୍କାକୁ ପ୍ରସିଦ୍ଧି ପାଇବା ପାଇଁ ବ୍ୟବହାର କଲେ, କିନ୍ତୁ ଯେତେବେଳେ ତୁମେ ଶେଷରେ ନିଜକୁ ଅଭାବରେ ପାଇଲ, ସେମାନେ ତୁମଠାରୁ ଦୂରେଇ ଗଲେ। ସେମାନେ ତୁମକୁ ନିର୍ବୋଧ ଭାବରେ ବ୍ୟବହାର କଲେ, କାରଣ ଏହି ଆଧୁନିକ ଯୁଗର ଲୋକମାନେ ସ୍ୱଭାବତଃ ସ୍ୱାର୍ଥପର। ଗୁରୁଜୀ ପରାମର୍ଶ ଦେଉନାହାନ୍ତି ଯେ ଆପଣ କେବେ ବି କାହାକୁ ସାହାଯ୍ୟ କରିବା ଉଚିତ ନୁହେଁ, ବରଂ ଗୁରୁଜୀ ଆପଣଙ୍କୁ ପରାମର୍ଶ ଦେଉଛନ୍ତି ଯେ ଯାହାର ମୁହଁର ଭାବ ସ୍ୱାର୍ଥପର ସ୍ୱଭାବକୁ ଦର୍ଶାଏ, ଜଣେ ବ୍ୟକ୍ତିଙ୍କର ମୁହଁ, ଆଖି ପ୍ରାୟତଃ ଅନେକ ଗୁପ୍ତ କଥା ପ୍ରକାଶ କରେ। ତୁମେ ମଧ୍ୟ ଏହି ସତ୍ୟକୁ ଅନୁଭବ କରିବ। ତୁମେ ମଧ୍ୟ ଏହି ବାସ୍ତବତାକୁ ବୁଝିପାରିବ ଯେତେବେଳେ ତୁମେ ନିଜର ବୋଲି ଭାବୁଥିବା ଲୋକଙ୍କ ସହିତ ତୁମର ଖୁସିର ଉପହାର ଏବଂ ତୁମର ସଫଳତାର ମିଠା ବାଣ୍ଟିବାକୁ ଯିବ। ଯେତେବେଳେ ତୁମେ ତୁମର ସମ୍ପର୍କୀୟମାନଙ୍କୁ ଭେଟି ଏହି ଉତ୍ସବର ମିଠା ପ୍ରଦାନ କରିବ, ତୁମେ ଦେଖିବ ଯେ ସେମାନଙ୍କ ମୁହଁରେ ଆନନ୍ଦର କୌଣସି ପ୍ରକୃତ ପ୍ରକାଶନ ନାହିଁ। ତୁମେ ସ୍ପଷ୍ଟ ଭାବରେ ସେମାନଙ୍କ ମୁହଁରେ କ୍ରୋଧ, ଅହଙ୍କାର ଏବଂ ଈର୍ଷା ପ୍ରତିଫଳିତ ଦେଖିବ। ତୁମେ ନିଜେ ଅନୁଭବ କରିବ ଯେ ଏହି ଲୋକମାନେ ତୁମର ସଫଳତାରେ ଖୁସି ନୁହନ୍ତି। ଏହା କେବଳ କାରଣ ସେମାନେ ତୁମ ପ୍ରତି ଈର୍ଷା କରନ୍ତି। ତୁମର ଉନ୍ନତି, ତୁମର ପ୍ରଗତି ସେମାନଙ୍କର କ୍ରୋଧକୁ ଉତ୍ତେଜିତ କରେ। ସେମାନେ ନିଜେ ଆଗକୁ ବଢ଼ିବାକୁ ଚାହାନ୍ତି। ସେମାନେ ଚାହାନ୍ତି ତାଙ୍କର ପିଲାମାନେ ଆଗକୁ ବଢ଼ନ୍ତୁ। ତେଣୁ ଜୀବନ ସାରା ଗୋଟିଏ କଥା ମନେ ରଖ, ତୁମେ ଯେତେ ଦୂର ଯାଅ, କେହି ତୁମର ପିତା ମାତାଙ୍କ ବ୍ୟତୀତ ତୁମର ଉନ୍ନତି ଦେଖି ପ୍ରକୃତରେ ଖୁସି ହେବେ ନାହିଁ। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ବ୍ୟକ୍ତିଗତ ଭାବରେ ପରିଚାଳନା କରିବାକୁ ନିଜକୁ ପରାମର୍ଶ ଦିଅ। ନିଜର ବୁଦ୍ଧି ବ୍ୟବହାର କରି ଏବଂ ଶାନ୍ତ ଆଚରଣ ସହିତ ତୁମର ସଫଳତାର ସାର୍ବଜନୀନ ପ୍ରଦର୍ଶନ କର ନାହିଁ। ତୁମର ଧନକୁ ଅତ୍ୟଧିକ ପ୍ରଦର୍ଶନ କର ନାହିଁ। ତୁମେ ଜମି କିଣ କିମ୍ବା ଘର କିଣ, ତାହା ସମସ୍ତଙ୍କ ଆଗରେ କୁହ ନାହିଁ। ଯଦି ତୁମେ ତୁମର ଘରେ କିଛି ନୂତନ ଆଣୁଛ, ତେବେ କାହାକୁ ଏହା କୁହ ନାହିଁ, କାରଣ ଅନ୍ୟମାନଙ୍କର କୁଦୃଷ୍ଟି ପ୍ରକୃତରେ ବିନାଶକାରୀ ହୋଇପାରେ। ଏହି ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନେ କେବଳ ସେମାନଙ୍କର ପୂର୍ବପୁରୁଷଙ୍କ ଧନ ବଳରେ ମହାନ ହୋଇଯାଆନ୍ତି, ପ୍ରତ୍ୟେକ ଇଚ୍ଛାକୁ ପୂରଣ କରନ୍ତି। କିନ୍ତୁ ତୁମେ ଜଣେ ଅଛ ଯିଏ ଉତ୍ତରାଧିକାରୀ ଭାବରେ ଗୋଟିଏ ଟଙ୍କା ମଧ୍ୟ ପାଇନାହ। ତଥାପି ଆଜି ତୁମେ ଯେଉଁ ପଦବୀରେ ଅଛ ଏବଂ ଯାହା କିଛି ହାସଲ କରିଛ, ତାହା ସମ୍ପୂର୍ଣ୍ଣ ଭାବରେ ତୁମର ନିଜସ୍ୱ ନୀତି, ନିଜସ୍ୱ ସର୍ତ୍ତ ଏବଂ କଠିନ ପରିଶ୍ରମ ଦ୍ୱାରା ହାସଲ କରାଯାଇଛି। ତଥାପି ଗୋଟିଏ ସତ୍ୟ ସ୍ୱୀକାର୍ଯ୍ୟ ରହିଛି, ଯେତେବେଳେ ଜଣେ ବ୍ୟକ୍ତି ଅକ୍ଲାନ୍ତ ପ୍ରୟାସ ଦ୍ୱାରା ଜୀବନରେ ଉପରକୁ ଉଠେ, ସେତେବେଳେ ସେ ଅନିବାର୍ଯ୍ୟ ଭାବରେ ଅନେକଙ୍କୁ ଭେଟିଥାଏ ଯେଉଁମାନେ ତାକୁ ତଳକୁ ଟାଣିବାକୁ ଚାହାନ୍ତି, ଅନେକ ଯେଉଁମାନେ ତାଙ୍କ ପ୍ରଗତି ପଥରେ ବାଧା ସୃଷ୍ଟି କରନ୍ତି। ତଥାପି ତୁମକୁ ଏହି ଅନୁଭବକୁ ଦୃଢ଼ ଭାବରେ ଧରି ରଖିବାକୁ ହେବ। ତୁମେ ଆଗକୁ ବଢ଼ିବା ପାଇଁ ନିର୍ଦ୍ଦିଷ୍ଟ ଥିଲ, ତୁମେ ସ୍ଥିର ହେବା ପାଇଁ ଉଦ୍ଦିଷ୍ଟ ଥିଲ ନାହିଁ। ତୁମେ ପଛକୁ ଚାହିଁବା ପାଇଁ ଉଦ୍ଦିଷ୍ଟ ନଥିଲ। ଗୁରୁଜୀ ତୁମକୁ ଏହି ବାର୍ତ୍ତା ଦେବାକୁ ଚାହାନ୍ତି। ବର୍ତ୍ତମାନ 3 ଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତି ତୁମର ଜୀବନ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ପ୍ରଥମ ଜଣକ ହେଉଛନ୍ତି ତୁମ ନିଜ ପରିବାରର ଜଣେ ବ୍ୟକ୍ତି, ଜଣେ ନିକଟ ସମ୍ପର୍କୀୟ। ଦ୍ୱିତୀୟ ଜଣକ ହେଉଛନ୍ତି ଜଣେ ଅତ୍ୟନ୍ତ ନିକଟତମ ବନ୍ଧୁ
ଏବଂ ତୃତୀୟ ଜଣକ ହେଉଛନ୍ତି ଜଣେ ସହକର୍ମୀ ଯାହାଙ୍କ ସହିତ ତୁମେ କାମ କରୁଛ। ଏହି ତିନି ଜଣ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ତୁମକୁ ପ୍ରଚଣ୍ଡ ମାନସିକ ଚାପରେ ପକାଉଛନ୍ତି। ସେମାନେ ତୁମର ଜୀବନକୁ ମାନସିକ ଅଶାନ୍ତିର ଜାଲରେ ଫସାଇ ଦେଉଛନ୍ତି। ସେମାନେ ତୁମର ଆର୍ଥିକ ପ୍ରବାହକୁ ବାଧା ଦେଉଛନ୍ତି। ଏହା ବ୍ୟତୀତ ତୁମେ କ'ଣ ଭାବୁଛ? ତୁମର ପ୍ରୟାସ ସମ୍ପୂର୍ଣ୍ଣ ହେବାର ଦ୍ୱାର ଦେଶରେ କାହିଁକି ଭାଙ୍ଗି ପଡୁଛି? କାହିଁକି ଟଙ୍କା କେବେ ତୁମ ହାତରେ ରହୁନାହିଁ? କାରଣ ତୁମର ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ଏକ ବନ୍ଧନକାରୀ ମନ୍ତ୍ର ଲଗାଯାଇଛି ଏବଂ ଏହି କାର୍ଯ୍ୟ ପାଇଁ ଦାୟୀ ବ୍ୟକ୍ତି ଅନ୍ୟ କେହି ନୁହନ୍ତି ବରଂ ତୁମର ନିକଟତମ ବର୍ତ୍ତୀ ଜଣେ ଆପଣାର ଲୋକ। ତୁମ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ହିଁ ପ୍ରକୃତରେ ଜାଣନ୍ତି ଯେ ତୁମେ କେତେ ରୋଜଗାର କରୁଛ ଏବଂ ତୁମ ଜୀବନରେ ତୁମେ କେତେ ଆଗକୁ ବଢୁଛ। ତୁମ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ଠାରୁ ତୁମେ ଏକ ସମ୍ଭାବ୍ୟ ବିପଦର ସମ୍ମୁଖୀନ ହେଉଛ। ତଥାପି ଯଦି ତୁମେ ଏହି ତିନି ଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଚିହ୍ନଟ କରୁଛ ଏବଂ ସେମାନଙ୍କୁ ସାମାନ୍ୟ ହେଲେ ମଧ୍ୟ ତୁମ ଜୀବନରୁ ଦୂରେଇ ରଖୁଛ, ତେବେ ତୁମେ ବହୁତ ଆଗକୁ ବଢିବ। ତୁମେ ଏତେ ଧନ ଅର୍ଜନ କରିବ ଯେ ତୁମେ କେବଳ ସେସବୁ ଗଣିବାକୁ ଚେଷ୍ଟା କରି କ୍ଳାନ୍ତ ହୋଇଯିବ। କାରଣ ସେମାନେ ଚାଲିଗଲେ ତୁମ ରାସ୍ତାରେ ଆଉ କୌଣସି ପ୍ରତିବନ୍ଧକ କିମ୍ବା କ୍ଷତି ହେବ ନାହିଁ। ତୁମେ ଯାହା ପାଇବ ତାହା ପ୍ରକୃତରେ ତୁମର ହୋଇ ରହିବ। ତେଣୁ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଅତ୍ୟନ୍ତ ଧ୍ୟାନ ସହିତ ସେମାନଙ୍କ ନାମ ଶୁଣନ୍ତୁ। କାରଣ ଗୁରୁଜୀ ଏପରି ସୂଚନା ପ୍ରକାଶ କରିବାକୁ ଯାଉଛନ୍ତି ଯାହା ତୁମକୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିଦେବ। ସୂଚନା ଯାହା ତୁମ ଆଖିରେ ଲୁହ ମଧ୍ୟ ଆଣିପାରେ। ତଥାପି ତୁମ ପାଇଁ ଏକ ଉଜ୍ଜଳ ଏବଂ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଏହି ତିନି ଜଣଙ୍କୁ ତୁମ ରାସ୍ତାରୁ ହଟାଇବା ସମ୍ପୂର୍ଣ୍ଣ ଜରୁରୀ। ଅର୍ଥାତ୍ ସେମାନଙ୍କ ଠାରୁ ନିଜକୁ ଦୂରେଇ ରଖିବା ଜରୁରୀ। ନଚେତ୍ ସେମାନେ ଆପଣଙ୍କ ପ୍ରିୟଜନ ଭାବରେ ନିଜକୁ ଜାହିର କରି ଚାଲିବେ, ଘାସରେ ସାପ ପରି ଅଭିନୟ କରିବେ ଏବଂ ବାରମ୍ବାର ଆପଣଙ୍କ ଉପରେ ଆକ୍ରମଣ କରିବେ, ଯେତେବେଳେ ଆପଣ ସେମାନଙ୍କ ଉପରେ ଭରସା ରଖି ନିଜର ପତନ ଭୋଗିବେ। ତାଲିକାରେ ପ୍ରଥମ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ନାମ ଗୁରୁଜୀ ଆପଣଙ୍କୁ ପ୍ରକାଶ କରିବାକୁ ଚାହୁଁଛନ୍ତି। ଏହା ଇଂରାଜୀ ଅକ୍ଷର ଟି ସହିତ ଆରମ୍ଭ ହୁଏ। ଏହି ବ୍ୟକ୍ତି ଯାହାଙ୍କ ନାମ ଟି ସହିତ ଆରମ୍ଭ ହୁଏ, ପ୍ରକୃତରେ ସେ ଆପଣଙ୍କର ଜଣେ ସମ୍ପର୍କୀୟ। ଏହା ସମ୍ଭବ ଯେ ସେମାନେ ଆପଣଙ୍କ ନିଜ ସହରରେ ରୁହନ୍ତି, ହୁଏତ ଆପଣଙ୍କ ଘରୁ ମାତ୍ର କିଛି କିଲୋମିଟର ଦୂରରେ ରହନ୍ତି। ଆପଣ ହୁଏତ ଏହି ବ୍ୟକ୍ତିଙ୍କ ସହିତ ଫୋନରେ ବାରମ୍ବାର କଥାବାର୍ତ୍ତା କରନ୍ତି। ଆପଣଙ୍କର ପିତାମାତା ମଧ୍ୟ ସେମାନଙ୍କ ସହିତ ଜଡ଼ିତ ଏବଂ ଏହି ବ୍ୟକ୍ତି ନିରନ୍ତର ଆପଣଙ୍କର ବ୍ୟକ୍ତିଗତ ବ୍ୟାପାରରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି। ଆପଣ ଯାହା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ରୁହନ୍ତି ତାହା ହେଉଛି ଯେ ଏହି ବ୍ୟକ୍ତି ଯାହାଙ୍କ ନାମ ଟି ସହିତ ଆରମ୍ଭ ହୁଏ, ସେ ତାନ୍ତ୍ରିକ ରୀତିନୀତିର ଜଣେ ବିଶେଷଜ୍ଞ ଏବଂ ଆପଣଙ୍କୁ ସେମାନଙ୍କର ଜାଲରେ ଫସାଇବାକୁ ସେ ସକ୍ରିୟ ଭାବରେ ଷଡ଼ଯନ୍ତ୍ର କରୁଛି। ସେ ତୁମ ଘରକୁ ଆସି ତୁମର ମୁଖ୍ୟ ପ୍ରବେଶ ଦ୍ୱାରରେ ମନ୍ତ୍ର ପକାଇବାକୁ ଚାହୁଁଛି। ସେ ତୁମର ଦ୍ୱାର ଦେଶରେ କିଛି ଜିନିଷ ଛାଡ଼ିବାକୁ ଯୋଜନା କରୁଛି ଯାହା ତୁମକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆଣିବା ପାଇଁ ଡିଜାଇନ କରାଯାଇଛି, ଯାହାପରେ ତୁମେ ମାନସିକ ଅସ୍ଥିରତାର ସ୍ଥିତିରେ ପଡ଼ିଯିବ। ତୁମେ ନିଜର ନିଷ୍ପତ୍ତି ନେବାର କ୍ଷମତା ହରାଇବ। ତୁମର କ୍ରୋଧରେ ତୁମେ ତୁମର ପରିବାରକୁ ତୁମଠାରୁ ଦୂରେଇ ଦେବ। ତୁମେ ଏକାକୀ ତୁମର କ୍ୟାରିୟରକୁ ନଷ୍ଟ କରିଦେବ। ତୁମେ ତୁମର ବ୍ୟବସାୟ ପ୍ରୟାସରେ ସମସ୍ତ ଆଗ୍ରହ ହରାଇବ ଏବଂ ଟଙ୍କା ତୁମ ହାତରୁ ଖସିଯିବା ଆରମ୍ଭ କରିବ। ତେଣୁ ତୁମକୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତୁମକୁ ନିରନ୍ତର ସତର୍କ ରହିବାକୁ ପଡ଼ିବ। କାରଣ ଏହି ବ୍ୟକ୍ତି ଯାହାର ନାମ ଟି ଅକ୍ଷରରୁ ଆରମ୍ଭ ହୁଏ, ତୁମ ଜୀବନରେ ଏକ ବିଷାକ୍ତ ସର୍ପ ପରି ପ୍ରବେଶ କରିଛି ଯାହା ଅପେକ୍ଷାରେ ପଡ଼ିଛି। କିଛି ବର୍ଷ ପୂର୍ବରୁ ସେ ତୁମ ପାଇଁ ନିଜ ଜୀବନ ଦେଇଥାନ୍ତେ, ତଥାପି ଯେପରି ତାଙ୍କର ବିଶ୍ୱ ବିଷୟରେ ବୁଝାମଣା ବିକଶିତ ହୋଇଛି, ସେହିପରି ତାଙ୍କ ହୃଦୟରେ ତୁମ ପ୍ରତି ଘୃଣା ମଧ୍ୟ ବୃଦ୍ଧି ପାଇଛି। ଏହି ବ୍ୟକ୍ତି ଏବେ ତୁମର ସମ୍ପୂର୍ଣ୍ଣ ବିନାଶ ବ୍ୟତୀତ ଆଉ କିଛି ଚାହୁଁନାହିଁ। ହୁଏତ ଜାଣତରେ କିମ୍ବା ଅଜାଣତରେ ତୁମେ ଥରେ ତାଙ୍କୁ ପରିହାସ କରିଥିଲ। ସେ ସେହି ଅପମାନକୁ ଏତେ ଗଭୀର ଭାବରେ ଗ୍ରହଣ କରିଥିଲେ ଯେ ସେ ଏବେ ତୁମକୁ ତାଙ୍କ ପଥରୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବାକୁ ଚାହୁଁଛି। ତୁମର ମୁଖ୍ୟ ପ୍ରବେଶ ଦ୍ୱାରରେ ମନ୍ତ୍ର ପକାଇ ସେ ତୁମର ଖୁସି ଛଡ଼ାଇ ନେବାକୁ ଏବଂ ତୁମକୁ ନିଃସନ୍ଦେହରେ ଛାଡ଼ିବାକୁ ଚାହୁଁଛି। ଯଦି ତୁମେ ଏହି ବ୍ୟକ୍ତିଙ୍କୁ ଚିହ୍ନି ପାରିବ ଯାହାର ନାମ ଟି ରୁ ଆରମ୍ଭ ହୁଏ,
ତେବେ ତୁମେ ଜାଣିବା ଉଚିତ ଯେ ତାଙ୍କର ବୟସ 30 ରୁ 40 ବର୍ଷ ମଧ୍ୟରେ। ତାଙ୍କର ରଙ୍ଗ ଟିକେ କଳା ରଙ୍ଗ ଏବଂ ତାଙ୍କର ଶରୀର ଉଚ୍ଚ ଚଉଡ଼ା ଏବଂ ଦୃଢ଼। ତାଙ୍କ ଠାରୁ ଦୂରେଇ ରୁହ, ନଚେତ୍ ସେ ତୁମର ବ୍ୟକ୍ତିଗତ ଗୁପ୍ତ କଥା ଗୁଡ଼ିକୁ ଖୋଜି ଚାଲିବେ ଏବଂ ତୁମକୁ ହଟାଇବା ପାଇଁ ଏପରି ଏକ ଜଟିଳ ଷଡ଼ଯନ୍ତ୍ର ବୁଣିବେ ଯେ ତୁମେ ନିଶ୍ଚିତ ଭାବରେ ତାଙ୍କ ଫାଶରେ ଫସିଯିବ। ଏବେ ଜାଣିବା ଦ୍ୱିତୀୟ ବ୍ୟକ୍ତି ପ୍ରକୃତରେ ତୁମର ସବୁଠାରୁ ନିକଟତମ ବନ୍ଧୁ। ତୁମେ ଏହି ବ୍ୟକ୍ତିଙ୍କ ସହିତ ବହୁତ ସମୟ ବିତାଇଛ, କେବଳ ବର୍ତ୍ତମାନ ନୁହେଁ ବରଂ ବହୁ ବର୍ଷ ଧରି। ତୁମର ପିଲାଦିନର ସ୍ମୃତି ତାଙ୍କ ସହିତ ଗଭୀର ଭାବରେ ଜଡ଼ିତ। ଏବେ କଳ୍ପନା କରନ୍ତୁ, ଯଦି ସେହି ବ୍ୟକ୍ତି ଜଣେ ବିଶ୍ୱାସଘାତକ ହୋଇଥାନ୍ତି, ତେବେ ଆପଣ କେତେ ହୃଦୟ ବିଦାରକ ଅନୁଭବ କରିବେ। ଏହି ବ୍ୟକ୍ତିର ନାମ ଯାହାକୁ ଆମେ ଆପଣଙ୍କୁ ପ୍ରକାଶ କରିବାକୁ ଯାଉଛୁ ଇଂରାଜୀ ଅକ୍ଷର ଏ ସହିତ ଆରମ୍ଭ ହୁଏ। ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତି ଯାହାର ନାମ ଇଂରାଜୀ ଅକ୍ଷର ଏ ସହିତ ଆରମ୍ଭ ହୁଏ ସେ ଆପଣଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ଆଣୁଛନ୍ତି। ଆପଣଙ୍କର ଗ୍ରହ ସଂରଚନା ଏବଂ ଏହି ବ୍ୟକ୍ତିଙ୍କର ଗ୍ରହ ସଂରଚନା ବହୁତ ଭିନ୍ନ ହେଉଛି। ଅନ୍ୟ ଶବ୍ଦରେ, ଯଦି ଆପଣ ଗୋଟିଏ ଜିନିଷକୁ ପସନ୍ଦ କରନ୍ତି, ତେବେ ସେମାନେ ଏହାର ସମ୍ପୂର୍ଣ୍ଣ ବିପରୀତ ପସନ୍ଦ କରନ୍ତି ଏବଂ ଯେତେବେଳେ ଏହି ଭିନ୍ନ ପସନ୍ଦ ଗୁଡ଼ିକ ପାରସ୍ପରିକ ଅପସନ୍ଦରେ ପରିଣତ ହୁଏ, ଲୋକମାନେ ଅନିବାର୍ଯ୍ୟ ଭାବରେ ପରସ୍ପର ପ୍ରତି କ୍ରୋଧ ରଖିବାକୁ ଆରମ୍ଭ କରନ୍ତି। ଯେତେବେଳେ ବ୍ୟକ୍ତିମାନେ ପରସ୍ପରକୁ ବୁଝିବାକୁ ଚେଷ୍ଟା କରିବାକୁ ମନା କରନ୍ତି, ଯେତେବେଳେ ସେମାନେ ପରସ୍ପରର କଥାକୁ ଅବମାନନା କରନ୍ତି ଏବଂ ଭୁଲ ବୁଝାମଣା ବୃଦ୍ଧି ପାଏ, ଶତ୍ରୁତା ମୂଳ ଧରିବାକୁ ଆରମ୍ଭ କରେ। ବର୍ତ୍ତମାନ ଏପରି ଏକ ବିପଦ ଆପଣଙ୍କର ନିକଟତମ ବନ୍ଧୁ, ଜଣେ ଶ୍ରେଷ୍ଠ ବନ୍ଧୁ ଠାରୁ ଉଭା ହେଉଛି, ଯାହାର ନାମ ସେହି ନିର୍ଦ୍ଦିଷ୍ଟ ଇଂରାଜୀ ଅକ୍ଷର ଏ ରୁ ଆରମ୍ଭ ହୁଏ। ଏହି ବ୍ୟକ୍ତି ଆପଣଙ୍କର ସ୍କୁଲ ଦିନର ବନ୍ଧୁ, କଲେଜ ପରିଚିତ ବ୍ୟକ୍ତି କିମ୍ବା ହୁଏତ ଆପଣଙ୍କ ପଡ଼ୋଶୀରେ ଆପଣଙ୍କ ସହିତ ସମ୍ପ୍ରତି ସମ୍ପର୍କିତ କେହି ଜଣେ ବିଶେଷ ବ୍ୟକ୍ତି ହୋଇପାରେ। ତଥାପି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ବ୍ୟକ୍ତି ଆପଣଙ୍କ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି, କାରଣ ସେମାନେ ତୁମ ଜୀବନରେ ଏକ ଝଡ଼ ସୃଷ୍ଟି କରିବାକୁ ଯାଉଛନ୍ତି, ଏକ ଅଶାନ୍ତି ଯାହାର ପୁନରୁଦ୍ଧାର ପାଇଁ ତୁମକୁ ଅନେକ ବର୍ଷ ଲାଗିପାରେ। ସେମାନେ ତୁମର ଚାକିରି ହରାଇ ପାରନ୍ତି କିମ୍ବା ତୁମର ବ୍ୟବସାୟ କ୍ଷେତ୍ରରେ ତୁମର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିପାରନ୍ତି। ଉଦାହରଣ ସ୍ୱରୂପ, ଯଦି ତୁମେ ଗରିବ ରୁହ, ଯଦି ତୁମ ପାଖରେ ଟଙ୍କା ନଥାଏ, ଲୋକମାନେ ତୁମକୁ ହୀନ ଦୃଷ୍ଟିରେ ଦେଖିବେ। କେହି ତୁମ ସହିତ କଥାବାର୍ତ୍ତା କରିବାକୁ ଆଗ୍ରହୀ ହେବେ ନାହିଁ, କେହି ତୁମକୁ ସ୍ୱୀକାର କରିବାକୁ ଆଗ୍ରହୀ ହେବେ ନାହିଁ ଏବଂ ନିଶ୍ଚିତ ଭାବରେ କେହି ତୁମକୁ ବିବାହ କରିବାକୁ ଇଚ୍ଛା କରିବେ ନାହିଁ। ତଥାପି ବିପରୀତ ଭାବରେ, ଯଦି ତୁମେ ପ୍ରଚୁର ଟଙ୍କା ରୋଜଗାର କରିବା ଆରମ୍ଭ କର, ଲୋକମାନେ ତୁମ ସହିତ ଏବେ ମଧ୍ୟ ଦୋଷ ଖୋଜିବେ। ତାପରେ ସେମାନେ ଈର୍ଷା ପୋଷଣ କରିବାକୁ ଆରମ୍ଭ କରିବେ। ତୁମର ପ୍ରଗତିକୁ ବାଧା ଦେବା ପାଇଁ ସେମାନେ ଗୁପ୍ତ ରୀତିନୀତି କିମ୍ବା କଳା ଯାଦୁ ମଧ୍ୟ ବ୍ୟବହାର କରିପାରନ୍ତି। ସେମାନେ ତୁମ ଚାରିପାଖରେ ସମସ୍ତ ପ୍ରକାରର ଅପବାଦ ପ୍ରସାରଣ କରିବେ, ଦାବି କରିବେ ଯେ ତୁମେ ଅବୈଧ ଉପାୟରେ ତୁମର ଧନ ଅର୍ଜନ କରିଛ କିମ୍ବା ତୁମର କାର୍ଯ୍ୟକଳାପ ବିଷୟରେ କାହାଣୀ ତିଆରି କରିଛ। ଏପରି ଦୂଷିତ କାହାଣୀ ମାଧ୍ୟମରେ ସେମାନେ ତୁମର ଭଲ ନାମକୁ ନଷ୍ଟ କରିବାକୁ ଚେଷ୍ଟା କରିବେ। ତୃତୀୟରେ, ଗୁରୁଜୀ ତୁମକୁ ଜଣେ ନିର୍ଦ୍ଦିଷ୍ଟ ମହିଳାଙ୍କ ନାମ ପ୍ରକାଶ କରିବାକୁ ଯାଉଛନ୍ତି। ପ୍ରକୃତରେ ଏହି ମହିଳା କିଏ? ତୁମର ଜୀବନରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଆଣିବା ପାଇଁ ତାଙ୍କର ନାମ ଶୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ମହିଳା ତୁମ ପ୍ରତି ଗଭୀର ଦୂଷିତ ମନୋଭାବ ପୋଷଣ କରନ୍ତି। ଯଦି ତୁମେ ଆଗାମୀ ଦିନରେ ସତର୍କ ରହିବାରେ ବିଫଳ ହୁଅ, ତେବେ ତାଙ୍କର ଷଡ଼ଯନ୍ତ୍ର ସଫଳ ହେବ। ଯଦି ତାଙ୍କର ଷଡ଼ଯନ୍ତ୍ର ସଫଳ ହୁଏ, ତେବେ ତୁମେ ତୁମର ଜୀବନରେ 4 କିମ୍ବା 5 ବର୍ଷ ପାଇଁ ନିଜକୁ ପଛକୁ ପକାଇଦେବ, ଏକ ପଶ୍ଚାତାପ ଯାହା ପରେ ତୁମକୁ ଦୁଃଖ ଦେବ। ତୁମେ ନିଜକୁ ପଚାରିବ, ମୁଁ କାହିଁକି ସେହି ମହିଳାଙ୍କୁ ବିଶ୍ୱାସ କଲି? ମୁଁ କାହିଁକି ତାଙ୍କୁ ମୋର ଜୀବନକୁ ଆଣିଲି? ମୁଁ କାହିଁକି ତାଙ୍କ ସହିତ ବନ୍ଧୁତା କଲି? ମୁଁ କାହିଁକି ତାଙ୍କର ପ୍ରେମ ଜାଲରେ ଫସିଗଲି? ତେବେ ଆମେ ଯେଉଁ ମହିଳାଙ୍କ ବିଷୟରେ କହୁଛୁ, ଯାହାଙ୍କ ବିଷୟରେ ଆମେ ଆପଣଙ୍କୁ ସତର୍କ କରାଉଛୁ, ତାଙ୍କର ନାମ ଏଚ୍ ଅକ୍ଷରରୁ ଆରମ୍ଭ ହୁଏ। ଅନ୍ୟ ଶବ୍ଦରେ, ଜଣେ ମହିଳା ଯାହାଙ୍କ ନାମ ଏଚ୍ ଅକ୍ଷରରୁ ଆରମ୍ଭ ହୁଏ
ସେ ଜଣେ ଯୁବତୀ, ଜଣେ ବିବାହିତା ମହିଳା କିମ୍ବା ଜଣେ ସହକର୍ମୀ, ତୁମେ ତାଙ୍କଠାରୁ ଦୂରତା ରକ୍ଷା କରିବାକୁ ପଡ଼ିବ। କାରଣ ଏହି ମହିଳା ଆଖି ଏବଂ ସୁନ୍ଦର ସୌନ୍ଦର୍ଯ୍ୟର ମୁହଁ ରଖିଥିବା ବେଳେ ତାଙ୍କର ଆତ୍ମା ଭିତରେ ଘୃଣା, ତାଙ୍କର ବାହ୍ୟ ଆକର୍ଷଣ ପରି ଗଭୀର। ନିଜର ମହତ୍ୱାକାଂକ୍ଷାକୁ ଆଗକୁ ବଢ଼ାଇବା ପାଇଁ ସେ ଆପଣଙ୍କୁ ଶୋଷଣ କରିପାରନ୍ତି। ତାଙ୍କର ହେରଫେର ପୂର୍ଣ୍ଣ ଶବ୍ଦର ଶିକାର ହୋଇ ଆପଣ ଆପଣଙ୍କର ନିଜ ପ୍ରିୟଜନଙ୍କ ବିରୁଦ୍ଧରେ ଯାଇପାରନ୍ତି। ଆପଣଙ୍କ ନିଜ ପରିବାରକୁ ବିଶ୍ୱାସଘାତକତା କରିପାରନ୍ତି ଏବଂ ଆପଣଙ୍କର ନିଜସ୍ୱ ସଚ୍ଚୋଟତାକୁ ଆଘାତ କରିପାରନ୍ତି। ଏସବୁ ଭୁଲ ବିଶ୍ୱାସ ଯୋଗୁଁ ଯେ ଆପଣ ତାଙ୍କ ପାଇଁ ଏହା କରୁଛନ୍ତି। ତଥାପି ଶେଷରେ ସେ କେବଳ ଆପଣଙ୍କୁ ବିଶ୍ୱାସଘାତକତା କରି ଚାଲିଯିବ। ସେ ଆସିବ ଏବଂ ଏହା ହିଁ ତାର ଲକ୍ଷ୍ୟ। ତେଣୁ କୌଣସି ପଡ଼ୋଶୀ, ମହିଳା ସହକର୍ମୀ କିମ୍ବା ନିକଟ ସମ୍ପର୍କୀୟଙ୍କ ଉପରେ ଆଖି ବୁଜି ଭରସା କରନ୍ତୁ ନାହିଁ। ବିଶେଷ କରି ତାଙ୍କର ନାମ ଯଦି ଏଚ୍ ଅକ୍ଷରରୁ ଆରମ୍ଭ ହୁଏ। ସେ ତୁମର ଅପାର ଲାଭ ନେବାକୁ ଚାହୁଁଛି। ସେ ତୁମ ସହିତ ଏକ ବଡ଼ ବିଶ୍ୱାସଘାତକତା କରିବାକୁ ପ୍ରସ୍ତୁତ। ତଥାପି ତୁମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ତୁମର ଦିବ୍ୟ ମାତାଙ୍କର ଆଶୀର୍ବାଦ ଏବଂ ସମର୍ଥନ ଅଛି। ସେଥିପାଇଁ ଏହି ଭିଡିଓଟି ତୁମ ପାଖକୁ ଆସିଛି। ଗୁରୁଜୀ ମଧ୍ୟ ତୁମ ପାଖରେ ଠିଆ ହୋଇଛନ୍ତି। ତୁମକୁ ତୁମର ରାସ୍ତାରେ ମାର୍ଗଦର୍ଶନ କରୁଛନ୍ତି। ତେଣୁ ତୁମର ଭୟ କରିବାର କୌଣସି କାରଣ ନାହିଁ। ଏହି ମୁହୂର୍ତ୍ତରୁ ସବୁ କିଛି ଠିକ୍ ହୋଇଯିବ ଯଦି ତୁମେ ଏହି ସତର୍କତା ଗୁଡ଼ିକୁ ଅବଲମ୍ବନ